କ'ଣ ଆପଣ ଜାଣନ୍ତି କି ଖାଇବାର ଅଧଘଣ୍ଟା ପୂର୍ବରୁ କ'ଣ ଖାଇଲେ ଡାଇବେଟିସ୍ ରୋଗ ସମ୍ପୂର୍ଣ୍ଣ ରୂପେ ମୂଳରୁ ଶେଷ ହୋଇଯିବ? ତେବେ ଚାଲନ୍ତୁ ଆଜିର ଏହି ଭିଡ଼ିଓରେ ଆମେ ଡାଇବେଟିସ୍ ରୋଗର ପ୍ରତିକାର ତଥା ତା ସହ ଆଉ କିଛି ନୂଆ କ୍ୱେଶ୍ଚନ୍ ଆଣ୍ଡ ଆନ୍ସରକୁ ଆଲୋଚନା କରିବା। ଆପଣଙ୍କ ପାଇଁ ଆଜିର ପ୍ରଥମ ପ୍ରଶ୍ନ, ତାଜମହଲରେ ମୋଟ କେତୋଟି ରୁମ୍ ଅଛି? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 100, ବି 120, ସି 130, ଡି 140। ତେବେ ଆପଣଙ୍କ ପାଇଁ 5 ସେକେଣ୍ଡର ସମୟ ତେବେ ଆପଣଙ୍କର ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ବି 120। ତାଜମହଲରେ ମୋଟ 120ଟି ରୁମ୍ ରହିଛି। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଭାରତରେ ପ୍ରଥମ କମ୍ପ୍ୟୁଟର କେଉଁଠାରେ ଲଗାଯାଇଥିଲା? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ବାଙ୍ଗାଲୋର, ବି ଦିଲ୍ଲୀ, ସି ମୁମ୍ବାଇ, ଡି କଲିକତା। ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଏ ବାଙ୍ଗାଲୋର। ଭାରତରେ ପ୍ରଥମ କମ୍ପ୍ୟୁଟର ବାଙ୍ଗାଲୋରଠାରେ ଲଗାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ସବୁଠାରୁ ତେଜରେ ବଢ଼ୁଥିବା ଗଛର ନାମ କ'ଣ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଶାଳ, ବି ଶାଗୁଆନ, ସି ପିପଳ, ଡି ବାଉଁଶ। ପୁଣି ଥରେ ଆପଣଙ୍କର ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଡି ବାଉଁଶ। ସବୁଠାରୁ ତେଜରେ ବଢ଼ୁଥିବା ଗଛର ନାମ ବାଉଁଶ। ଚାଲନ୍ତୁ ଦେଖିନେବା ଆଜିର ପରବର୍ତ୍ତୀ ପ୍ରଶ୍ନ। ସାପ କେତେ ଦୂରତା ପର୍ଯ୍ୟନ୍ତ ଦେଖିପାରେ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 3 କିଲୋମିଟର, ବି 4 କିଲୋମିଟର, ସି 2 କିଲୋମିଟର, ଡି 1 କିଲୋମିଟର। ଆପଣଙ୍କର ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ସି 2 କିଲୋମିଟର। ସାପ 2 କିଲୋମିଟର ଦୂରତା ପର୍ଯ୍ୟନ୍ତ ଦେଖିପାରିଥାଏ। ତେବେ ଚାଲନ୍ତୁ ଦେଖିନେବା ଆଜିର ପରବର୍ତ୍ତୀ ପ୍ରଶ୍ନ। କେଉଁ ଦେଶର ଲୋକମାନେ ରାତି 2ଟାରେ ପୂଜା କରନ୍ତି? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଆମେରିକା, ବି ନରୱେ, ସି ଚୀନ, ଡି ନେପାଳ। ସମୟଟି ସମାପ୍ତ ହୋଇସାରିଛି ଦର୍ଶକ ବନ୍ଧୁ। ଏହାର ସଠିକ୍ ଉତ୍ତରଟି ବି ନରୱେ। ନରୱେ ଦେଶର ଲୋକମାନେ ରାତି 2ଟାରେ ପୂଜା କରନ୍ତି। ତେବେ ଚାଲନ୍ତୁ ଦେଖିନେବା ଆଜିର ପରବର୍ତ୍ତୀ ପ୍ରଶ୍ନ। ଛେଳି କ୍ଷୀରରୁ କେଉଁ ଭିଟାମିନ୍ ମିଳିଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଭିଟାମିନ୍ କେ, ଅପସନ୍ ବି ଭିଟାମିନ୍ ସି, ସି ଭିଟାମିନ୍ ଏ, ଡି ଭିଟାମିନ୍ ବି। ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଡି ଭିଟାମିନ୍ ବି। ଛେଳି କ୍ଷୀରରୁ ଭିଟାମିନ୍ ବି ପ୍ରଚୁର ପରିମାଣରେ ମିଳିଥାଏ। ତେବେ ଚାଲନ୍ତୁ ଦେଖିନେବା ଆଜିର ପରବର୍ତ୍ତୀ ପ୍ରଶ୍ନ। ମାଛି ଦ୍ୱାରା କେତେ ପ୍ରକାରର ରୋଗ ହୋଇଥାଏ? ତେବେ ଏହାର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 10 ପ୍ରକାରର, ବି 20 ପ୍ରକାରର, ସି 30 ପ୍ରକାରର, ଡି 40 ପ୍ରକାର। ସମୟଟି ସମାପ୍ତ ହୋଇସାରିଛି ଦର୍ଶକ ବନ୍ଧୁ। ଏହାର ସଠିକ୍ ଉତ୍ତରଟି ସି 30 ପ୍ରକାରର। ମାଛି ଦ୍ୱାରା 30 ପ୍ରକାରର ରୋଗ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନଟି ହେଲା, ସବୁଠାରୁ ଅଧିକ ତୀବ୍ର ଦୌଡ଼ୁଥିବା ପଶୁର ନାମ କ'ଣ? ଏହାର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ସିଂହ, ବି ଚିତାବାଘ, ସି ଘୋଡ଼ା, ଡି ହରିଣ। ଆପଣଙ୍କର ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ବି ଚିତାବାଘ। ସବୁଠାରୁ ଅଧିକ ତୀବ୍ର ଦୌଡ଼ୁଥିବା ପଶୁର ନାମ ଚିତାବାଘ। ତେବେ ଚାଲନ୍ତୁ ଦେଖିନେବା ଆଜିର ପରବର୍ତ୍ତୀ ପ୍ରଶ୍ନ। ଖାଇବାର ଅଧଘଣ୍ଟା ପୂର୍ବରୁ କ'ଣ ଖାଇଲେ ଡାଇବେଟିସ୍ ରୋଗ ଭଲ ହୋଇଯାଏ? ତେବେ ଆଜିର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଲବଙ୍ଗ, ବି ଗୁଜୁରାତି, ସି ପିଆଜ, ଡି ପିସ୍ତା ବାଦାମ।
ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଡି ପିସ୍ତା ବାଦାମ। ଖାଇବାର ଅଧଘଣ୍ଟା ପୂର୍ବରୁ ପିସ୍ତା ବାଦାମ ଖାଇଲେ ମୂଳରୁ ଡାଇବେଟିସ୍ ରୋଗ ଭଲ ହୋଇଯାଏ। ତେବେ ଆଜିର ଅନ୍ତିମ ପ୍ରଶ୍ନଟି ଆପଣଙ୍କ ପାଇଁ ରହିଲା। ବର୍ତ୍ତମାନ ଭାରତରେ ମୋଟ କେତୋଟି ରାଜ୍ୟ ଅଛି? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 28ଟି, ବି 29ଟି, ସି 30ଟି, ଡି 31ଟି। ତେବେ ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ତେବେ ଏହାର ଉତ୍ତରଟି ଯଦି ଆପଣମାନେ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି କିପରି ଲାଗିଲା ତାହା ମଧ୍ୟ କମେଣ୍ଟ କରି ନିଶ୍ଚୟ କୁହନ୍ତୁ, କାହିଁକିନା ଆପଣଙ୍କ କମେଣ୍ଟରେ ମୋତେ ମୋଟିଭେସନ୍ ମିଳିପାରେ।